ଛୁଇଁ ଗୋଟେ ବିଡ଼ା ଫ୍ରିଜ୍ରେ ଥିବାର ଅଛି ମୁଁ ଦେଖିଥିଲି। ଦେଖିଲୁ କ'ଣ ନିଜେ ବା ରଖିଥିଲୁ? ହଁ ସରି ମୁଁ ଭୁଲି ଯାଇଥିଲି, ମୁଁ ହିଁ ନିଜେ ରଖିଦେଇଥିଲି ଛୁଇଁ ଗୋଟେ ବିଡ଼ା। ତାକୁ ଆଣି ଦେଇଥିଲି ଆଉ ଆଳୁ ଦିଟା ଆଣି ଦେଇଥିଲି। ଆଜି ବେଶୀ କିଛି ଖାଇବାର ଇଚ୍ଛା ନଥିଲା। କହୁନୁ କାଲି ରାତିରେ ପରା ଭୋଜି ଥିଲା। ହଁ ସତ କଥା। ଏଇ ଲାଇଟରଟା ଦେଖୁନାହାନ୍ତି ପାଣିରେ ମୋ ହାତରେ ପଡ଼ିଗଲା, ତଥାପି ତାକୁ ପୋଛାପୋଛି କଲା ପରେ ପୁରା ଠିକ୍ଠାକ୍ ହେଇଗଲା। ଯାହା ହଉ ବହୁତ ବଢ଼ିଆ ଲାଇଟରଟା ଥିଲା। ଛୁଇଁକି ଆଗ ଭଲ ଭାବରେ ଆଜି କାଟି ଦେଇଥିଲା। ଆଜି ଟିକେ ପ୍ଲେନ୍ ଭଜା କରିବି କାରଣ ଛୁଇଁ ଗୁଡ଼ାକ ଦେଖାଯାଉଥିଲା ପୁରା ବୁଢ଼ା ବୁଢ଼ା ଭଳିଆ। ଦେଖାଯାଉ କେମିତି ଲାଗୁଛି। ତାପରେ ଆସି ଯାଇଥିଲି ମୁଁ ଟିକେ ପକୋଡ଼ି ବନେଇବାକୁ। ଏଇ ପକୋଡ଼ି ମୁଁ ବନେଇ ନଥିଲି, କାଲି ଯେଉଁ ପୂର୍ବ ରାତିରେ ହେଇଥିଲା ଭୋଜି ସେଥିରୁ କିଛି ବଳି ଯାଇଥିଲା, ତାକୁ ହିଁ ଘରକୁ ଆଣି ଦେଇଥିଲି। ଆଜି ଦ୍ୱିପହରେ ସେଇଥିରେ କାମ ତୁଟିଯିବ ପରା। ଦେଖୁନାହାନ୍ତି ସାଙ୍ଗମାନେ ମୁଁ କେତେ ଚାଲାକ, ସେଇଥିରେ ସବୁ ଆଜି କାମ ତୁଟି ଦେଇଥିଲା। ଘରୁ ଆଉ କିଛି ଏକ୍ସଟ୍ରା ବନେଇ ନଥିଲି। ଛୁଇଁ ଭଜାକୁ ଭାଜି ଦେଇଥିଲି, ତାପରେ ପଖାଳ ଆଜି ପୁରା ନାଦିକି ବାଡ଼େଇ ଦେଇଥିଲି। ସନ୍ଧ୍ୟାବେଳେ ଯାଇଥିଲୁ ହେରି ମନ୍ଦିର। ଆଜି ନ ସାଙ୍ଗମାନେ ମୋ କୋକିଳ କଣ୍ଠରୁ ଗୋଟେ ଗୀତ ଆପଣମାନେ ନିଶ୍ଚୟ ଶୁଣିକି ଯିବେ, ଆଉ କେମିତି ଲାଗିଲା ନିଶ୍ଚୟ କହିବେ।